ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଜିଲ୍ଲା ସଂସ୍କୃତି ବିଭାଗ ସଂଯୋଜନାରେ ମାଉସୀ ମା ମନ୍ଦିରଠାରେ ଅଷ୍ଟମ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କେନ୍ଦ୍ରାପଡ଼ାର ସର୍ବପୁରାତନ ଅନୁଷ୍ଠାନ ଜାତୀୟ ନୃତ୍ୟ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମୀ କେନ୍ଦ୍ରାପଡ଼ା ପକ୍ଷରୁ ଓଡ଼ିଶୀ ନୃତ୍ୟ ରାଧାକୃଷ୍ଣଙ୍କ ରାସଲୀଳା ମୀରା ରାଧାକୃଷ୍ଣ ଅଭିନୟ ପରିବେଷଣ ହୋଇଯାଇଛି, ଯାହାକୁ ଦେଖି ଦର୍ଶକ ବିଭୋର ହୋଇଯାଇଛନ୍ତି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ରୟାଲ ଡ୍ୟାନ୍ସ ଏକାଡେମୀ ଜାତୀୟ ନୃତ୍ୟଗୁରୁ ଶୁଭଶ୍ରୀ ସାହୁ ଯୋଗ ଦେଇଥିଲେ। ଅନ୍ୟ ଭିତରେ କୃଷ୍ଣା ବେହେରା, ପ୍ରକାଶ ଭଟ୍ଟ, ନିମିଷା ଦାସ, ସାଇ ଶୁଭେଚ୍ଛା ଦାସ, ରାଜଶ୍ରୀ ମହାନ୍ତି, ଲିପା ମଲ୍ଲିକ, ବର୍ଷା ମଲ୍ଲିକ, ଶୁଭଶ୍ରୀ ଶୁଭଲକ୍ଷ୍ମୀ ଓ ସାଥୀମାନେ ଓଡ଼ିଶୀ ନୃତ୍ୟ ସହ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ। ଏହି କାର୍ଯ୍ୟକ୍ରମକୁ ରୟାଲ ଡ୍ୟାନ୍ସ ଏକାଡେମୀ ସମ୍ପାଦକ ମହେଶ ପାଢ଼ୀ ପରିଚାଳନା କରିଥିଲେ। କେନ୍ଦ୍ରାପଡ଼ାରୁ ରଜତ ମହାନ୍ତିଙ୍କ ରିପୋର୍ଟ, ପ୍ରୟାଗ ଖବର।